I would say don't raffle with the aimless people. They can mislead your life. They can ruin your life. You must know this truth. You must know this reality. ମୁଁ ଆପଣଙ୍କୁ ଏତିକି କହିବା ପାଇଁ ଚାହୁଁଛି ଏଇ ସତ୍ୟକୁ ଜାଣି ରଖନ୍ତୁ। କେବେ ମଧ୍ୟ ଦାୟିତ୍ୱହୀନ ଲୋକମାନଙ୍କ ସହିତ ଉଦ୍ଦେଶ୍ୟହୀନ ଲୋକମାନଙ୍କ ସହିତ ବନ୍ଧୁତା ରଖନ୍ତୁ ନାହିଁ, ସାଙ୍ଗ ହୁଅନ୍ତୁ ନାହିଁ, ମିଶନ୍ତୁ ନାହିଁ, ବୁଲନ୍ତୁ ନାହିଁ, ନହେଲେ ସେମାନେ ଖରାପ ପଥରେ ଟାଣି ନେବେ। They will mislead your life. এই ସତ୍ୟକୁ ଜାଣି ରଖନ୍ତୁ। It is better to be alone than the 1,000 senseless friends. You must know this truth. You must know this reality. 1,000ଟା ମୂର୍ଖ ସାଙ୍ଗ ଅପେକ୍ଷା, 1,000ଟା ଦାୟିତ୍ୱହୀନ ସାଙ୍ଗ ଅପେକ୍ଷା, 1,000ଟା ଉଦ୍ଦେଶ୍ୟହୀନ ସାଙ୍ଗ ଅପେକ୍ଷା ଜଣେ ଥିବା ହିଁ ଉତ୍ତମ ଅଟେ। ଜଣେ ଥିବାଟା ହିଁ, ଜଣେ ଲୋକ ଥିବାଟା ହିଁ ଭଲ ଅଟେ। এই ସତ୍ୟକୁ ଜାଣି ରଖନ୍ତୁ। The Bible says, Proverbs chapter 13:20, it clearly says, with whom you are mingling, you will like him only. Walk with wise, you will become wise. ବାଇବେଲ କହୁଛି, ହିତୋପଦେଶ 13:20 ପଦ କହୁଛି, ଯେପରି ଲୋକମାନଙ୍କ ସହିତ ମିଶିଲେ ସେହିପରି ହେବ। ବୁଦ୍ଧିମାନ ଲୋକମାନଙ୍କ ସହିତ ମିଶା ବେଳା କରନ୍ତୁ, ଗମନାଗମନ କରନ୍ତୁ, ତାହେଲେ ଆପଣମାନେ ମଧ୍ୟ ବୁଦ୍ଧିମାନ ହେବେ। ଖରାପ ଲୋକ ସହିତ ମିଶିଲେ ଖରାପ ହିଁ ହେବେ। ଯେମିତି ଲୋକମାନଙ୍କ ସହିତ ମିଶିଲେ ସେମିତି ହେବେ। ତ ମେକ୍ ସିଓର ଇଟ୍ with whom you are mingling. Make sure it with whom you are making friendship. ନିଜେ ନିଜକୁ ଜାଣନ୍ତୁ ଆପଣମାନେ କିପରି ଲୋକମାନଙ୍କ ସହିତ ଗମନାଗମନ କରୁଛନ୍ତି, ଆପଣମାନେ କିପରି ଲୋକମାନଙ୍କ ସହିତ ବନ୍ଧୁ ରଖୁଛନ୍ତି, ସାଙ୍ଗତା କରୁଛନ୍ତି, ମିଶୁଅଛନ୍ତି। ନିଜକୁ ଦେଖନ୍ତୁ। Once again I am to remind you. ମୁଁ ପୁଣି ଥରେ ଆପଣଙ୍କୁ ମନେ ପକାଇ ଦେଉଛି, don't raffle with aimless people. They will mislead your life. ଯାହା ପାଖରେ ଉଦ୍ଦେଶ୍ୟ ନାହିଁ, ଯାହା ପାଖରେ ଦାୟିତ୍ୱ ନାହିଁ, ଜୀବନ କିଛି କରିବେ ବୋଲି ଗୋଟେ ଦାୟିତ୍ୱ ନାହିଁ, ସେମାନଙ୍କ ସହିତ କେବେ ମଧ୍ୟ ମିଶନ୍ତୁ ନାହିଁ, କେବେ ମଧ୍ୟ ବୁଲନ୍ତୁ ନାହିଁ। ସେମାନେ ଖରାପ ପଥରେ ଟାଣି ନେବେ। ନମ୍ବର 1. ନମ୍ବର 2, it is better to be alone than the 1,000 senseless friend. 1,000ଟା ମୂର୍ଖ ସାଙ୍ଗ ଅପେକ୍ଷା, 1,000ଟା ଦାୟିତ୍ୱହୀନ ସାଙ୍ଗ ଅପେକ୍ଷା, 1,000ଟା ଖରାପ ସାଙ୍ଗ ଅପେକ୍ଷା ଜଣେ ଲୋକ ଥିବାଟା ହିଁ ଉତ୍ତମ ଅଟେ। ଜଣେ ଲୋକ ବଞ୍ଚିବାଟା ହିଁ ବହୁତ ଭଲ ଅଟେ। ନମ୍ବର 3, walk with wise, you will become wise. ବୁଦ୍ଧିମାନ ଲୋକମାନଙ୍କ ସହିତ ଗମନାଗମନ କରନ୍ତୁ, ବୁଦ୍ଧିମାନ ଲୋକମାନଙ୍କ ସହିତ ସାଙ୍ଗ କରନ୍ତୁ, ଗୋଟେ ଜୀବନ ଉଦ୍ଦେଶ୍ୟ ଥିବା ଲୋକମାନଙ୍କ ସାଙ୍ଗରେ ବନ୍ଧୁତା ରଖନ୍ତୁ, ତାହେଲେ ଆପଣମାନେ ମଧ୍ୟ ବୁଦ୍ଧିମାନ ହେବେ, ଆପଣମାନେ ମଧ୍ୟ ଚାଲାକି ହେବେ, ଚତୁର ହେବେ, ଭଲ ମଣିଷ ହେବେ। ମୁଁ ଆପଣଙ୍କୁ ଏତିକି କହିବା ପାଇଁ ଚାହୁଁଛି, don't raffle with aimless people. They will mislead your life.